ରାବିବାର ମୁଗ ନା ବିରି? ତମ ମୁଗ ଡାଲି ଘରେ କରିଦଉଛ? କିଣା କିଣି କରୁନ ବୋଧେ? ଉଠ ମୋ ସେଠୁ ଭଲ। ବୋଉ ଖାଇବା ବାଢିଲୁ। ତୁ କଣ ସ୍କୁଲରେ ଖାଇନୁ କି? ଆଜି ବା ମାଣବସ ଗୁରୁବାର। ତୋର କଣ ଗୁରୁବାରେ? ପୁଅ ପିଲାଟା ତୋର ଗୁରୁବାରେ? ଆଉ ଉଷୁନା ଭାତ ହେଇଛି। ସରକାରଙ୍କୁ କହୁଛୁ ଅରୁଆ ଭାତ କରିବେ ଗୁରୁବାର ସଂକ୍ରାନ୍ତିରେ। ଘରେ ହେଇଥିଲେ ମୁଁ ଅରୁଆ ଭାତ ଡାଲମା ଶାଗ ଭଜା ଖାଇଥାନ୍ତି। ଆଉ ତୋ ପାଇଁ କଣ ଟିଫିନରେ ପୁରେଇକି ନେଇକି ଯାଇଥାନ୍ତି ନା କଣ? ଆବେ ହେଇ ତୁ ସ୍କୁଲରେ ଉଷୁନା ହେଇଛି ବୋଲି ଖାଇଲୁନି? ଆଉ କଣ ଆଜି ମାଣବସା ଆମେ ଜାଣିପାରୁନୁ। ମାଣ କଣ ତୁ ବସେଇଛୁ? ଆଉ ମାଣ ନ ବସିଲେ ଘରେ ସେ ବସିଛି। ମାଣ ତ ବୋଉ ବସେଇଛି ନା ତୁ ବସେଇଛୁ? ଆଁ ତୁ କଣ ଝୁଅ ପିଲାଟା? ମୁଁ ଝିଅ ପିଲା ଏମିତି ଦେଖା ଯାଉଛି। ଏ ବୁଲି ହଁ ସ୍କୁଲରୁ ଆଇଲୁ ବୋଧେ? ହଁ ଏଇନା ଆଇଲି ବା। ଭାଇ ଆଇଲୁ ଯିବା କଣ ଏଇ? ହଁ ଏଇ ଜାଣିଛ ସ୍କୁଲରେ ଉଷୁନା ହେଇଛି ବୋଲି ଘରେ ମାଣ ବଇଛି ସ୍କୁଲରେ ଉଷୁନା ଖାଇବନି। ଉଷୁନା ଖାଇବନି? ହଁ। କାହିଁକି କଣ ଉଷୁନା ଭାତ ତ ତଣ୍ଟିରେ ଗଳିଲାନି? ଆଜି ଗୁରୁବାର ମାଣବସା। ମାଣବସା? ହଁ ଆ ତୁ ଶାଢୀ ପିନ୍ଧିକି ଗଲୁନୁ ସ୍କୁଲକୁ ଯଦି ମାଣବସା ଆଜି। ମାଣବସା ଗୁରୁବାର ସରକାରଙ୍କୁ ତାହେଲେ ଅନୁରୋଧ କରିବାକୁ ପଡିବ ଆଉ। ଅନୁରୋଧ କରୁନ। ହଉ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ଗୁଲି ତଣ୍ଟିରେ ସେ ଉଷୁନା ଭାତ ଯାଉନି। ସୋମବାର ସଂକ୍ରାନ୍ତି ଆଉ ମାଣବସା ଗୁରୁବାର ଦିନ ଟିକେ ଅରୁଆ ଅନ୍ନ କରିକିରି ଗୁଆ ଘିଅ ପକେଇକିରି ଶାଗ ଭାଜିକିରି ଦିଅନ୍ତୁ। ହଉ ରାଇତା ଟିକେ